ବିରଜା ଅଗ୍ନେଶ୍ୱର ହାଟରେ ହାଟ କମିଟି ପକ୍ଷରୁ ଭୂମି ପୂଜନ କାର୍ଯ୍ୟକ୍ରମ। ଯାଜପୁରର ସର୍ବପୁରାତନ ବିରଜା ଅଗ୍ନେଶ୍ୱର ହାଟରେ ହାଟ କମିଟି ପକ୍ଷରୁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ହାଟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି। କାର୍ଯ୍ୟ ଆରମ୍ଭ ପୂର୍ବରୁ ହାଟ କମିଟି ପକ୍ଷରୁ ଭୂମି ପୂଜନ କାର୍ଯ୍ୟକ୍ରମ ସହ ହରିକୀର୍ତ୍ତନ ଏବଂ ଏକ ଗୋପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କମିଟି ସଭାପତି ଅକ୍ଷୟ କୁମାର ନାୟକଙ୍କ ନେତୃତ୍ୱରେ ଏଥିରେ କମିଟିର ସମସ୍ତ ସଦସ୍ୟ ଓ ବ୍ୟବସାୟୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ପ୍ରସାଦ ସେବନର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯାଜପୁରରୁ ସୁନେଲିକା ସାହୁଙ୍କ ରିପୋର୍ଟ, ସୂର୍ଯ୍ୟାସ୍ତ ନ୍ୟୁଜ୍। ଅକ୍ଷୟ କୁମାର ନାୟକ, ବିରଜା ଅଗ୍ନେଶ୍ୱର ହାଟର ଜଣେ ପୁରୁଣା ବ୍ୟବସାୟୀ। ଆଜି ବିରଜା ଅଗ୍ନେଶ୍ୱର ହାଟରେ ଏକ ହରିକୀର୍ତ୍ତନ ହେଉଛି ଏବଂ ଗୋମାତା ପୂଜନ ଭୂମି ପୂଜନ କରିଛୁ। ଏହାର କାରଣ ପୂର୍ବତନ ସରକାର ଆମ ହାଟକୁ ଜୋର ଜବରଦସ୍ତ କରି ଉଚ୍ଛେଦ କରିନେଇଥିଲା। ସେହି ସମୟରେ ଆମେ ଜନ ଆନ୍ଦୋଳନ କରିଥିଲେ ବି ସୁଦ୍ଧା ସେହି ସରକାରର ଆମଲାତନ୍ତ୍ର ମାନେ ତାଙ୍କ ପ୍ରଶାସନକୁ ହାତ ବାରିଶି କରି ଆମମାନଙ୍କୁ ଭୟଭୀତ କରି ହାଟକୁ ଉଚ୍ଛେଦ କରି ନେଇ ଯାଇଥିଲେ, ଯାହା ଫଳରେ କି ଆମେ ଚାଷୀ ଓ ବ୍ୟବସାୟୀ ମାନେ ହତାଶ ହୋଇପଡ଼ିଥିଲୁ। ପରିବାର ପ୍ରତିପୋଷଣରେ ଆମକୁ ବଞ୍ଚିତ ହୋଇଥିଲୁ। ତେଣୁ ଏହି ଜନ ଆନ୍ଦୋଳନ କରିବା ପାଇଁ ଆମ ବିରଜା ହାଟରେ ମା ଅନ୍ନଦାତ୍ରୀ ମା ଲକ୍ଷ୍ମୀକୁ ଯେ ମା ସ୍ଥାପନା କରିଥିଲୁ, ତାଙ୍କ ପାଖରେ ଆମେ ଶପଥ କରିଥିଲୁ, ମା ଆମେ ପେଟ ପାଇଁ ତ ତତେ ଆଜି ପୂଜା କରିଛୁ, ଆମ ପରିବାର ଓ ପୋଷଣ ପାଇଁ ତୋ ପାଖରେ ତୁ ଅନ୍ନଦାତ୍ରୀ ମା। ତେଣୁ ଆମ ପାଖରୁ ଯେ ହାତକୁ ଉଚ୍ଛେଦ କରିନେଇଛି, ଆମ ପରିବାରକୁ ଯେ ଆଜି ଠେଲି ଯାଇଛି, ଆମକୁ ରକ୍ଷା କର ମା, ଆମକୁ ରକ୍ଷା କର। ଆମେ ତ ହାଟରେ ଭୂମି ପୂଜା କରିମୁ, ଗୋ ପୂଜା କରିମୁ, ହରିକୀର୍ତ୍ତନ କରିବୁ, ଏ ମାନସିକତା ଆମେ ରଖିଥିଲୁ। ଯାହା ହଉ ନୂତନ ସରକାର ଆସିଲା, ନୂତନ ସରକାର ଆମ କଥା ଶୁଣିଲା, ତାର ବଜେଟ ପାସ୍ କଲା ଏବଂ ଟେଣ୍ଡର ମଧ୍ୟ ଦିଆହେଲା। ଯେ ଟେଣ୍ଡର ନେଇଛନ୍ତି ସେ ଏଜେନ୍ସି ଆସନ୍ତାକାଲି ଏ ହାଟରେ ଶୁଭ ଦେବାକୁ ଯାଉଛି। ସେଥିପାଇଁ ଆମର ମାନସିକତା ପୂରଣ ପାଇଁ, ଏ ହାଟର ମଙ୍ଗଳ ପାଇଁ ଏବଂ ଚାଷୀ ବ୍ୟବସାୟୀ ମାନଙ୍କର ମଙ୍ଗଳ କାମନା ପାଇଁ ଆମେ ଏ ହାଟରେ ଗୋ ପୂଜନ ଏବଂ ନାମ ସଂକୀର୍ତ୍ତନ, ନାମ ଯଜ୍ଞ, ଭୂତ ଯଜ୍ଞ, ଅନ୍ନ ଯଜ୍ଞ ସମସ୍ତ କିଛି କରି ଆମେ ଏ ହାଟରୁ ହାଟର ଆରପଟ ଅର୍ଥାତ୍ ଏ ବିରଜା ଅଗ୍ନେଶ୍ୱର ହାଟ 3/14 ଥିଲା 1/19 ଯୋଉଟା କି ଆମର ପାର୍କିଂ ପାଇଁ ଛଡା ହେଇଥିଲା। ସେ ପାର୍କିଂ ଜାଗାକୁ ଆମେ ମାନେ ସିଫ୍ଟ ହେବୁ ଅସ୍ଥାୟୀ ଭାବରେ ବ୍ୟବସାୟ କରିବା ପାଇଁ। ଯେ ଏଜେନ୍ସି ଏଠି ଟେଣ୍ଡର ନେଇଛି, ସେ ଏଜେନ୍ସି ଆଗାମୀକାଲି ମଙ୍ଗଳବାର ଏଠାରେ ଶୁଭ ଦେବ। ସେହି କାରଣ ପାଇଁ ଆମେ ଏହି ମାନସିକତା ପୂରଣ କରିବା ପାଇଁ ହରିକୀର୍ତ୍ତନ ଏବଂ ଗୋମାତା ପୂଜା କରୁଛୁ। ମୋ ନାଁ ସଞ୍ଜୟ କୁମାର ସାହୁ, ବିରଜାହାଟର ବ୍ୟବସାୟୀ। ପୂର୍ବ ସରକାରରେ ଯୋଉ ହାତ ବାରିଶ କରିକି ହାଟଟାକୁ ଉଠେଇ ନେଇଥିଲେ, ସେଥିପାଇଁ ଆମେ ଏଇ ଯୋଉ ସରକାର ନୂଆ ସରକାର ଆସିବା ଫଳରେ ଆମେ ଗୌତମ ଭାଇଙ୍କ ଚେଷ୍ଟା ଏବଂ ଆମର ଏମପିଙ୍କ ରବୀନ୍ଦ୍ର ନାରାୟଣଙ୍କ ଚେଷ୍ଟା ଫଳରେ ଆମେ ହାଟ ପାଇଅଛୁ। ସେଥିପାଇଁ ଆମେ ଯୋଉ ଟେଣ୍ଡର ହେଇଛି 14,47,00,000 ଟଙ୍କା ଟୁର ହେଇଛି, ସେଇ ଟେଣ୍ଡର ଇଏରେ ଆମେ ଜନମଙ୍ଗଳ କାର୍ଯ୍ୟ କରିବା ପାଇଁ ଆମେ ଗୋଟେ ଗୋପୂଜନ ଓ ନାମ ସଂକୀର୍ତ୍ତନ କରିବୁ।